ওম নমঃ শিবায়। শিবপুরাণ শৈবপুরাণ দ্বিতীয়খণ্ড তীর্থ ভ্রমণার্থে কার্তিকেয়ଙ୍କ আগমন। অষ্টম ভাগ। ব্রহ্ম ঋষিগণ যেতে ଥିଲେ ସେହି ସ୍ଥାନେ, ତାଙ୍କୁ ତ সকলে ଶରଣାଗତ ଶୁଭଚରଣେ। ରାମ ସେତୁର ଦର୍ଶନେ ବୈକୁଣ୍ଠେ ଗମନ, ଏ କଥା ଶ୍ରବଣ କହିଲେ ତ ସମୟ। ଭକ୍ତି ଭାବେ ତହିଁ ବାସ କରି ସରବାସ, ରାମେଶ୍ୱର লিঙ্গ ପୂଜା করে ହୋଇ ତୋଷ। দর্শন କରନ୍ତି ନୀତି ପୁଷ୍ପମାଳରେ, অভিষেক করতাନ୍ତି চতুষ্মণি। এভাবে ହୁଅନ୍ତି ସରବାସ পরিপূর্ণ, ସେଠାରୁ ପଶ୍ଚିମ ମୁଖେ କହିଲେ ଗମନ। ତାମ୍ରପର୍ଣ୍ଣ ନାମେ ତୀର୍ଥ ଥିଲା ଯହିଁ, ସେଠାରେ ପ୍ରବେଶ ହେଲେ ମୟୂର ଆରୋହୀ। ସେ ଜଳରେ ସ୍ନାନ କରି ଦେଖି ବ୍ରହ୍ମରୂପ, ପିତାଙ୍କର ମହାମନ୍ତ୍ର ଶସ୍ୟ କଲେ ଜପ। ତାମ୍ରପୂର୍ଣ୍ଣ ତୀର୍ଥ ଜଳେ ଯେ କରଇ ସ୍ନାନ, ଅବଶ୍ୟ ମିଳଇ ତାକୁ ବୈକୁଣ୍ଠ ଭୁବନ। ସେ ତୀର୍ଥକୁ ସାରି ତହୁଁ ଯାଇ ଶିବସୁତ, ମଲୟ ପର୍ବତ ପାଶେ ମିଳିଲେ ତୁରିତ। ଦେଖିଲେ ସେଠାରେ ଅଛି ବିବିଧ ବ୍ରତ ଚନ୍ଦନ, ଚନ୍ଦନର ବାସ ଘେନି ବହୁ ଶିବବନ। ତା ଅଟଇ ସବୁ ଲୋକଙ୍କର ସୁଖପର, ତହିଁ ଥିବା ଜନ୍ତୁମାନେ ସର୍ବଦା ଆନନ୍ଦ। ଗନ୍ଧ ନଦୀ ବହୁ ବସି ମଲୟ ପର୍ବତେ, ସେ ଜଳରେ ସ୍ନାନ କରେ ସ୍କନ୍ଦତୋଷ ଚିତ୍ତେ। ଅଗସ୍ତ୍ୟ ଋଷିଙ୍କି ତହିଁ ଦର୍ଶନ କରି, ଭକ୍ତିରେ ପୁରିଲେ ତାକୁ ତାରକା ଭରିଲେ। ତାଙ୍କ ଭକତିରେ ମହାତେଜ ଦୋଷ ହୋଇ ମୁନି, କହିଲେ ଦକ୍ଷିଣ ଦିଗ ମାର୍ଗର କାହାଣୀ। ଅଗସ୍ତ୍ୟଙ୍କ ଉପଦେଶ କ୍ରମେ ସଦାନନ, ସେଠାରୁ ଦକ୍ଷିଣ ମୁଖ ଚଳିଲେ ବହନ। କନ୍ୟାକ୍ଷୀ ନାମରେ ଦୁର୍ଗା ଦକ୍ଷିଣ ସିନ୍ଧୁର, କୂଳେ ବିଜେ ହୋଇ ଦେଉଛନ୍ତି ବାଞ୍ଛାବର। ସେଠାରେ ପ୍ରବେଶି ସିନ୍ଧୁ ଜଳେ ସ୍ନାନ କରି, କନ୍ୟାକ୍ଷୀ ଦୁର୍ଗାଙ୍କୁ ପୂଜା କରେ ଭକ୍ତି କରି। ନୀତି ନୀତି ପୂଜା ତାକୁ କରିଲେ ହରଷେ, ସେହିଠାରେ ସଦାନନ ରହିଲେ ବରଷେ। ଫାଲ୍ଗୁନ ମାସରେ ଯାଇ କନ୍ୟାକ୍ଷୀ ଦୁର୍ଗାଙ୍କୁ, ସେ ଦେଖଇ ଶିବ ପୁର ଲାଭ ହୁଏ ତାକୁ। ତାଙ୍କୁ ପୂଜା କରି ତହୁଁ ସଦାନନ କଲେ, 5 ବର୍ଷ ଏପରି କେତେ ପ୍ରବେଶ ହୋଇଲେ। ସେ ପଞ୍ଚ ପୁଣ୍ୟ ତୀର୍ଥ ଜଳେ ସ୍ନାନ କରି, ବିଷ୍ଣୁଙ୍କ ମୂର୍ତ୍ତି ପୂଜା କରେ ଶକ୍ତି ଧାଇ। ବିପ୍ରଙ୍କୁ ଆୟୁତ କୋଟି ସ୍ୱର୍ଣ୍ଣ ଦେଇ ଦାନ, ସେଠାରୁ ଚଳିଗଲେ ଜାନତ ପ୍ରଧାନ। ପଶ୍ଚିମାଭିମୁଖ ହୋଇ ଗମନ୍ତେ ସତ୍ୱରେ, ପ୍ରବେଶ ହୋଇଲେ ଯାଇ କେରଳରେ ଶୋଏ। ସେ ଦେଶର ପୂର୍ଣ୍ଣଭୂମି ଗୋକର୍ଣ୍ଣବ କ୍ଷେତ୍ର, ଦେଖିଲେ ସେ ତୀର୍ଥ ସ୍ନାନ କରି ଶୂଳହସ୍ତ। ଗୋକର୍ଣ୍ଣବ ତୀର୍ଥେ ସ୍ନାନ କରି ଯେଉଁ ଜନ, କୂଳରେ ଧରତି ଉପକୂଳ ହି ଦର୍ଶନ। ଅନ୍ତକାଳେ ଶିବଲୋକ ପାଏ ସେହି ନର, ତହିଁ ସ୍ନାନ ଦର୍ଶନ କରି ଶକ୍ତିଧର। ମଜୁର ଗାଧୋଇ ତତ୍କ୍ଷଣେ ଚଳିଗଲେ, କୃପାଲୋକ ବେଶେ ଯାଇ ବହନ ମିଳିଲେ। ଇଷ୍ଟନାମେ ସରିତ ସେ ଦେଶ ମଧ୍ୟ ବହେ, ତହିଁ ସ୍ନାନ କରି ପାପ ରାଶି ରହେ। ସେ ନଦୀ ତୀରରେ ବିଜେ ଦ୍ରୌପଦୀ ଦେବୀ, ପୂର୍ବକାଳେ ବ୍ୟାସଦେବ ଥିଲେ ତାଙ୍କୁ ସେବି। ସେ ତପ୍ତ ନଦୀରେ ସ୍ନାନ କରି ଅକୁମର, ପିତୃଦେବତାଙ୍କୁ ତୋଷ
কলিদীন ওম নমঃ শিবায়।